ଜୟଗୁରୁ। ଆଗେ ନିଜେ ମଙ୍ଗଳର ଅଧିକାରୀ ହୁଅ। ଆମ ଦେଶରେ କୁହନ୍ତି, ଗୁରୁ କରଣ ନହେଲେ ମଣିଷର ହାତର ଜଳ ଶୁଦ୍ଧ ହୁଏ ନା। କଥାଟା କିନ୍ତୁ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଯିଏ ଯେତେ ହିଁ ବଡ଼ ହେଉ, ପ୍ରବୃତ୍ତି ଯଦି ତା'ର ଚଳନାର ନିୟାମକ ହୁଏ, ତେବେ ସେ ଅପବିତ୍ରତା ଓ ଅମଙ୍ଗଳର ଆୟତ୍ତ ମଧ୍ୟରେ ହିଁ ଥାଏ। ଯିଏ ଯା' ମଧ୍ୟରେ ଥାଏ, ତା' ମାଧ୍ୟମରେ ତାହା ହିଁ ସଞ୍ଚାରିତ ବା ସଂକ୍ରମିତ ହୋଇଥାଏ। ଯେଉଁମାନେ ଲୋକମଙ୍ଗଳର ସ୍ୱପ୍ନ ଦେଖନ୍ତି, ସେମାନଙ୍କୁ ନିଜକୁ ପ୍ରଥମେ ମଙ୍ଗଳର ଅଧିକାରୀ ହେବାକୁ ହେବ। ନହେଲେ ମଙ୍ଗଳ କରିବାକୁ ଯାଇ ଅମଙ୍ଗଳ ହିଁ କରି ବସିବ। ଆଉ ମଙ୍ଗଳର ପ୍ରଥମ ଧାପ ହେଲା, ମୂର୍ତ୍ତ ମଙ୍ଗଳମୟଙ୍କ ସଙ୍ଗେ ଯୁକ୍ତ ହୋଇ ତାଙ୍କ ଇଚ୍ଛା ଓ ପରିକଳ୍ପନାକୁ ପ୍ରାଧାନ୍ୟ ଦେଇ ଚାଲିବା। ଜୟଗୁରୁ।